जय जगन्नाथ। महाप्रभुଙ୍କ କଥା କହିବା, ତାଙ୍କ ଲୀଳା ଗାଇବା ଆଉ ତାଙ୍କ ଗାଥା ଶୁଣିବା କେବଳ ସମ୍ଭବ ଯେବେ ମହାପ୍ରଭୁ ଚାହିଁବେ, ତାଙ୍କର କୃପା ତାଙ୍କର ଆଶୀର୍ବାଦ ରହିବ, ତେବେ ଯାଇ ତାଙ୍କ କଥା ଆଉ ତାଙ୍କ ଗାଥା ଶୁଣିବା ଆଉ କହିବା ସମ୍ଭବ ହୁଏ। ସଂକ୍ଷିପ୍ତରେ କହିବାକୁ ଗଲେ ମହାପ୍ରଭୁଙ୍କର କଥା ମହାପ୍ରଭୁଙ୍କ ନିର୍ଦ୍ଦେଶରେ, ମହାପ୍ରଭୁଙ୍କ ପାଇଁ, ମହାପ୍ରଭୁଙ୍କ ଭକ୍ତମାନେ ଶୁଣିବା ପାଇଁ ନିଜେ ମହାପ୍ରଭୁ ହିଁ କୁହାଇଥାନ୍ତି। ଆଉ ଆଜି ଆପଣଙ୍କ ପାଖରେ ଏମିତି ଏକ ବ୍ୟକ୍ତି ବିଶେଷଜ୍ଞଙ୍କର ଅନୁଭୂତିଟିଏ କହିବା ପାଇଁ ଯାଉଛି, ଯାହାଙ୍କ ନାଁ ହେଲା ପ୍ରଭାତ କୁମାର ନନ୍ଦ। ବେଶୀ ଦିନ ନୁହେଁ, ଏଇ ଅଳ୍ପ ବର୍ଷ ତଳର କଥା ଆଜ୍ଞା। ପ୍ରଭାତ ବାବୁ ଯୁବକ ଅବସ୍ଥାରେ ଥିଲାବେଳେ ଚାକିରି କରିଥିଲେ ଇନଫର୍ମେସନ ବ୍ରଡକାଷ୍ଟ ଡିପାର୍ଟମେଣ୍ଟରେ, ଯେଉଁ ଡିପାର୍ଟମେଣ୍ଟର ହେଡ୍ ଅଫିସ ହେଉଛି ଭୋପାଳ, ଅର୍ଥାତ୍ ମଧ୍ୟପ୍ରଦେଶର ଭୋପାଳ। ଭୋପାଳ ହେଡ୍ ଅଫିସ ଅଧୀନରେ ଇନଫର୍ମେସନ ବ୍ରଡକାଷ୍ଟ ଡିପାର୍ଟମେଣ୍ଟରେ ଚାକିରି କଲାବେଳେ ତାଙ୍କର ପୋଷ୍ଟ ଥାଏ ଏକ୍ଜିବିସନ ଅଫିସର ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସିଏ PPIରେ ମୁଖ୍ୟ ହୋଇ ଅବସର ଗ୍ରହଣ କଲେ। ଏବେ ସିଏ ଭୁବନେଶ୍ୱରରେ ରହୁଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ, ମହାପ୍ରଭୁଙ୍କର ପ୍ରାଣ ବ୍ୟକ୍ତି। ପିଲାଦିନୁ ପ୍ରଭାତ ବାବୁ ମହାପ୍ରଭୁଙ୍କୁ ଭଲ ପାଇବା, ତାଙ୍କୁ ଆରାଧନା କରି ନିଜର କାର୍ଯ୍ୟ ଆରମ୍ଭ କରିବା, ଏମିତି କହିବାକୁ ଗଲେ ମହାପ୍ରଭୁଙ୍କର ସିଏ ପ୍ରାଣ। ପ୍ରଭାତ ବାବୁ ଯୁବକ ଅବସ୍ଥାରେ ଥିଲାବେଳେ ଭୋପାଳରେ ଚାକିରି କରୁଥିବା ଅବସ୍ଥାରେ ଅଙ୍ଗେ ଲିଭେଇଥିବା ଅନୁଭୂତିଟିଏ କହି ବସିଥିଲେ ଫୋନରେ ମହାପ୍ରଭୁଙ୍କ ବିଷୟରେ କଥାବାର୍ତ୍ତା ହେଲାବେଳେ। ଆଉ ଆଜି ମୁଁ ସେଇ ଅଲୌକିକ ଆଉ ଅବିଶ୍ୱସନୀୟ ଅନୁଭୂତିଟିଏ ଆପଣମାନଙ୍କ ପାଖରେ କହିବାକୁ ଯାଉଛି, ଯାହା ଏକ ସତ୍ୟ ଘଟଣାକୁ ନେଇ ଆଧାରିତ ଏବଂ ପ୍ରଭାତ ବାବୁ ଅଙ୍ଗେ ଲିଭେଇଥିବା ଘଟଣା। ପ୍ରଭାତ ବାବୁ ଏକ୍ଜିବିସନ ଅଫିସର ଭାବେ ଇନଫର୍ମେସନ ବ୍ରଡକାଷ୍ଟ ଡିପାର୍ଟମେଣ୍ଟରେ ମଧ୍ୟପ୍ରଦେଶରେ ଚାକିରି ପାଇଥାନ୍ତି। ମଧ୍ୟପ୍ରଦେଶରେ ପୋଷ୍ଟିଂ ହେଲା ପରେ ତାଙ୍କର କାମ ହେଲା ଏକ୍ଜିବିସନ ଅଫିସର, ଅର୍ଥାତ୍ ବିଭିନ୍ନ ଜାଗା ବୁଲାବୁଲି କରି ଏକ୍ଜିବିସନ କରିବା, ତଦାରଖ କରିବା। ଏକଦା ଦିନେ ସ୍ୱାସ୍ଥ୍ୟ ବିଭାଗର ତରଫରୁ ଏକ ଏକ୍ଜିବିସନ ଆବଶ୍ୟକତା ଅନୁଭବ କରି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରଭାତ ବାବୁଙ୍କୁ ଯିବା ପାଇଁ ପଡ଼ିଥିଲା ସୁଜାଲପୁର। ମଧ୍ୟପ୍ରଦେଶର ଏକ ଜାଗାର ନାଁ ହେଲା ସୁଜାଲପୁର, ଯେଉଁ ଜାଗାରେ ଏକ୍ଜିବିସନ ହେବ ସ୍ୱାସ୍ଥ୍ୟ ବିଭାଗରେ। ପ୍ରଭାତ ବାବୁ ସେଠାକୁ ଏକ୍ଜିବିସନ ଅଫିସର ଭାବେ ଦାୟିତ୍ୱ ଭାର ନେଇ ଗଲା ପରେ ତାଙ୍କର ସେଠି କାମ କହିବାକୁ ଗଲେ କ୍ଷେତ୍ର ପରିଦର୍ଶନ କରିବା, ସମସ୍ତ ଯୋଗାଡ଼ ଯନ୍ତ୍ର କରିବା, ଏପରିକି ଟେବୁଲ ଚୌକି ପଡ଼ିବା ଠାରୁ ଆରମ୍ଭ କରି ପାଲ ବନ୍ଧାଯିବା ପର୍ଯ୍ୟନ୍ତ ସବୁ କାମ ଏକ୍ଜିବିସନ ଅଫିସର ମାନେ ପ୍ରଭାତ ବାବୁଙ୍କର। ଏକ୍ଜିବିସନ ହେବା ପୂର୍ବ ଦିନ 3ଟାରେ ଯାଇ ସୁଜାଲପୁରରେ ପହଞ୍ଚିଗଲେ ପ୍ରଭାତ ବାବୁ ଏବଂ ସେଠାରେ ଯାଇ କାମ ଆରମ୍ଭ କଲେ। ତା ପରଦିନ ହେବ ଏକ୍ଜିବିସନ, ସମୟ 11ଟାରୁ ଆରମ୍ଭ ହେବ, ତେଣୁ ରାତି ଯାକ କାମ ଚାଲିଥାଏ। କାମ ସରୁ ସରୁ ରାତି 12ଟା ପାରେଇ ଯାଇଥାଏ। କାମ ସରିବା ପରେ ଯେତେବେଳେ ସରକାରଙ୍କ ତରଫରୁ ପ୍ରଭାତ ବାବୁଙ୍କ ରହିବା ପାଇଁ ଦିଆଯାଇଥିବା ବାସଗୃହକୁ ପ୍ରଭାତ ବାବୁ ଯିବା ପାଇଁ ବାହାରିଲେ, ସେତେବେଳେ ସେଠାରେ କାମ କରୁଥିବା ଲୋକମାନେ ପ୍ରଭାତ ବାବୁଙ୍କୁ ମନା କଲେ କି ଏତେ ରାତି ହେଲାଣି, ଆପଣ ଆଉ ରୁମକୁ ନ ଯାଇ ଏଇଠି ରହିଯାଆନ୍ତୁ, କାରଣ ଏକ୍ଜିବିସନ ଗ୍ରାଉଣ୍ଡ ସୁଜାଲପୁର ଠାରୁ କିଛି ଦୂରରେ ଥାଏ। ତେଣୁ ପ୍ରଭାତ ବାବୁ ମନେ ମନେ ଚିନ୍ତା କଲେ, ସରକାର ତ ମୋତେ ଗେଷ୍ଟ ହାଉସ୍ ଦେଇଛି, ମୁଁ ସେଠାରେ ନ ରହି ଏଠାରେ କ'ଣ ପାଇଁ ରହିବି? ବେଶୀ ବାଟ ବି ନୁହଁ, ଆସିଲା ବେଳେ ଜଣେ CDMଙ୍କ ଗାଡ଼ିରେ ଆସିଥିଲି, ଆଉ ରାସ୍ତା ବି ମନେ ଅଛି, ତେଣୁ ଚାଲି ଚାଲି ପଳେଇବି। ସେତେବେଳେ ପ୍ରଭାତ ବାବୁ ଟୋକା ଲୋକ, ମନରେ ଅଜସ୍ର ଦମ୍ଭ, ଡର ଭୟ ନାହିଁ, ପୁଣି ଜଗନ୍ନାଥଙ୍କର ଭକ୍ତ, ଯାହା ହେବ ଦେଖାଯିବ, କାଳିଆ ପାଖରେ ଅଛି, ଏମିତି ଭାବି ଚାଲି ଚାଲି ଯିବା ପାଇଁ ବାହାରିଲେ ପ୍ରଭାତ ବାବୁ। ରାତି ସେତେବେଳକୁ 12:30। ଏକୁଟିଆ ସୁନସାନ ରାସ୍ତାରେ ଏକ୍ଜିବିସନ ଜାଗାରୁ ଗେଷ୍ଟ ହାଉସକୁ ଚାଲି ଚାଲି ଆସୁଥାନ୍ତି ପ୍ରଭାତ ବାବୁ। ଅଜଣା ଜାଗା, ରାସ୍ତା ଦୁଇ ପାଖରେ ଗଛମାଳ ଏବଂ ଜଙ୍ଗଲ, ହେଲେ ସେତେବେଳକୁ ମନରେ ଭୟ ନଥାଏ ପ୍ରଭାତ ବାବୁଙ୍କର। ଅଧଘଣ୍ଟାଏରୁ 40 ମିନିଟ୍ ଚାଲିବା ପରେ ପ୍ରଭାତ ବାବୁ ଦେଖିଲେ କି ରାସ୍ତା ସରୁନି। ସେଇଠୁ ମନରେ ସନ୍ଦେହ ସୃଷ୍ଟି ହେଲା ପ୍ରଭାତ ବାବୁଙ୍କର। ମନେ ମନେ ଚିନ୍ତା କଲେ, ଏତେ ଗୁଡ଼ାଏ ବାଟ ଚାଲିକି ଆସିଲିଣି, ଦିନରେ ମୁଁ ତ ଏଇ ରାସ୍ତା ଦେଇ ଆସିଥିଲି, ହେଲେ ଏତେ ସମୟ ଲାଗିନଥିଲା, ହେଲେ ଏବେ ମୁଁ ଏତେ ରାସ୍ତା ଚାଲିକି ଆସିବା ପରେ ରାସ୍ତା ସରୁନି କ'ଣ ପାଇଁ? କିନ୍ତୁ ପ୍ରଭାତ ବାବୁ ଗୋଟିଏ କଥା ଭୁଲି ଯାଇଥାନ୍ତି କି ଆସିଲା ବେଳେ CDMଙ୍କ ଗାଡ଼ିରେ ଆସିଥିଲେ ଏବଂ ଫେରୁଛନ୍ତି ଚାଲି ଚାଲି। ଏମିତି ମନେ ମନେ ଭାବି ଭାବି ଚାଲୁଥାନ୍ତି ପ୍ରଭାତ ବାବୁ। ହଠାତ୍ ମନରେ ଧୀରେ ଧୀରେ ଭୟ ପ୍ରବେଶ କଲା। ଏପଟେ ରାସ୍ତା ସରୁନି, ରାତି ସେତେବେଳକୁ 1ଟାଏ ପାରେଇଲାଣି। ଯେତେବେଳେ ଭୟର ସୀମାଟା ଉପରକୁ ଉଠିବାକୁ ଲାଗିଲା, ପ୍ରବଳ ବେଗରେ ଭୟ ଲାଗିଲା, ସେଇଠୁ 2 ହାତ ଉପରକୁ ଟେକି ଦେଇ ଡାକ ପକାଇଲେ ପ୍ରାଣପ୍ରିୟ ଜଗନ୍ନାଥଙ୍କୁ, ମହାପ୍ରଭୁ, ମୋର ଏଠି କେହି ନାହାନ୍ତି, ନା ଜାତି ଅଛି, ନା ବନ୍ଧୁ ଅଛି, ନା ବାନ୍ଧବ ଅଛନ୍ତି, ନା ସାଙ୍ଗସାଥୀ ଅଛନ୍ତି, ମୁଁ ଏକୁଟିଆ ଆସିଛି ମଣିମା। ମୁଁ ମୋ କର୍ତ୍ତବ୍ୟ କରିବାକୁ ଆସିଥିଲି, ଫେରୁଛି ବାସଗୃହକୁ, ହେଲେ ରାସ୍ତା ସରୁନି ମହାବାହୁ, ଭୟ ଲାଗୁଛି, କ'ଣ କରିବି କିଛି ଜାଣିପାରୁନି ଦୀନବନ୍ଧୁ।
ଏମିତି ଡାକୁ ଡାକୁ ମନରେ କୋହ ଆସିଲା, ଆଖିରେ ଦୁଇଧାର ଲୁହ ବାହାରିବାରେ ଲାଗିଛି। ସେମିତି ଡାକୁଛନ୍ତି ଏବଂ ଧୀରେ ଧୀରେ କରି ଚାଲିଛନ୍ତି, ରକ୍ଷା କର ମଣିମା, ରକ୍ଷା କର ମଣିମା। ଦୁଃଖର ସହିତ ଅନ୍ତରର ସହିତ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାରେ ଲାଗିଛନ୍ତି ପ୍ରଭାତ ବାବୁ ଏବଂ ସେମିତି ଧୀରେ ଧୀରେ ଚାଲିଥାନ୍ତି। ଏମିତି ଚାଲିଥାନ୍ତି ଏବଂ ମହାପ୍ରଭୁଙ୍କୁ ନିଜର ବେଦନା ଜଣାଉଥାନ୍ତି। ଏମିତି ଚାଲୁ ଚାଲୁ 10-12 ପାଦ ଆଗକୁ ଯାଇଛନ୍ତି କି ନାହିଁ, ହଠାତ୍ ହାତରେ ଧରିଥିବା ଟର୍ଚ୍ଚଟି ଆଗକୁ ପକେଇ ଚାଲୁଥିଲା ବେଳେ ଆଖିରେ ପଡ଼ିଥିଲା କି ଜଣେ ବୃଦ୍ଧ ଲୋକ ସାଇକେଲ ଆଗରୁ ନେଇ ଆସୁଥିବାର। ଲୋକଟି ଆଗ ଆଡ଼ୁ ଆସୁଥିବାର ଦେଖି ଚାଲିବା ବନ୍ଦ କରି ସେଇଠି ଛିଡ଼ା ହେଲେ ପ୍ରଭାତ ବାବୁ ଏବଂ ସେଇ ବୁଢ଼ା ଲୋକଟି ସାଇକେଲଟି ଆଣି ସିଧା ପ୍ରଭାତ ବାବୁଙ୍କ ଆଗରେ ରଖି ପ୍ରଭାତ ବାବୁଙ୍କୁ ପଚାରିଲା, କ୍ୟା ହୁଆ ବେଟା, ଇଧର କ୍ୟା, କାହା ଯା ରहे हो? ଏବଂ ପ୍ରଭାତ ବାବୁ ବି ନିଜର ଅସୁବିଧା କଥା ସେ ବୃଦ୍ଧ ବ୍ୟକ୍ତିଙ୍କୁ କହିଲେ, देखिए अंकल, मैं एग्जीबिशन ऑफिसर हूँ, मेरा काम खत्म करके मैं घर जा रहा हूँ, पर बहुत रास्ता चल चल कर आने के बाद भी रास्ता खत्म नहीं हो रहा है और मैं मेरा घर पर पहुंच नहीं पा रहा हूँ। प्रभात बाबूଙ୍କ ପାଖରୁ ଏମିତି କଥା ଶୁଣି ସେ ବୃଦ୍ଧ ବ୍ୟକ୍ତି ଜଣକ କହିଲେ, बाबू आपको कुछ मालूम नहीं है क्या, ये रास्ता खतरनाक है, आपको ये रास्ता में अकेला आने के लिए कौन बोला? सेठू प्रभात बाबू कहले, मुझे पता नहीं है अंकल, इसलिए आ गया, अब क्या करूं कुछ समझ में नहीं आ रहा है। सेठू वृद्ध व्यक्ति जनक निज साइकेल को पुणी जुआड़ू आसुथिले सेई आड़ी को बुलेई दे कहले, आइए सर, मेरे साइकिल में बैठो, मैं छोड़ देता हूं। एमिति कही प्रभात बाबू को साइकेल आगरे बसई साइकेल चलेबा आरंभ कले वृद्ध व्यक्ति जनक। साइकेल रे गला बेले रास्ता रे से वृद्ध व्यक्ति जनक प्रथमे प्रभात बाबू को पचारिले, बेटा तुम कहां से हो? प्रभात बाबू सेठू उत्तर देले, मैं जगन्नाथ पुरी से आया हूं। प्रभात बाबू जेमिति कहिचंती जगन्नाथ पुरी, एपटे पुणी साइकेल आगरे बसिचंती, तेणु से वृद्ध जनक तांको देह को छुई मुंडरे मुंडिया मारिले एवं कहिले, ओ आप जगन्नाथ धाम से आए हो, महाप्रभु जगन्नाथ धाम से, ठीक है चलो। पुणी किछि समय जाइछि कि नहीं पुणी थरे से वृद्ध जनक प्रभात बाबू को पचारिले, बेटा तुम इतना पैसा साथ में पकड़कर इतना रात में अकेला नहीं आना चाहिए था। प्रभात बाबू आश्चर्य मने मने भाबुथांती, मो पाखरे एते पैसा अछि बोली ये वृद्ध लोक जनक केमिति जानिले? कारण प्रभात बाबू जेहेतु एग्जीबिशन ऑफिसर तेणु पाखापाखि 60,000 भलिया टंका सेतेबेले तांको पाखरे थाए, काहेकि ना एग्जीबिशन पूरा खर्च ये चलैबे, तेणु केउठी कोन आवश्यक पड़िबो सेथिपई प्रभात बाबू पैसा नेकी आसीथिले। एमिति कथावार्ता भितरे से वृद्ध लोक जनक प्रभात बाबू को पाखापाखि 30 मिनिट साइकेल रे बसई निजे साइकेल चलई चलई आनी गेस्ट हाउस पाखरे पहुंचिले। जेहेतु केंद्र सरकार तरफरु प्रभात बाबू आसीथिले तेणु गेस्ट हाउस रो वॉचमैन अपेक्षा करी बसी थाए, कहीं ना ऑफिसर आसीबे खाइबे आराम करिवे, तेणु वॉचमैन अपेक्षा करी बसी थाए। गेस्ट हाउस रे प्रभात बाबू पहुंचला परे गेट पाखरे से वृद्ध जनक तांको साइकेल रु उल्हेई देकी बेटा जाओ जाओ कहिकी सेठू पळेई गले, किंतु वॉचमैन जनक प्रभात बाबू को आउ चाहि नाही, चाहिछि से वृद्ध जनकू। जेतेबेले गेट पाखरु चाली चाली जाई प्रभात बाबू वॉचमैन पाखरे पहुंचिले सेतेबेले वॉचमैन पचारिला, बाबू ये बुढ़ा आपको कहां से मिला? प्रभात बाबू सेठू सबु घटना से वॉचमैन को कहले। प्रभात बाबू पाखरु सबु कथा सुनिया परे वॉचमैन जनक आबा काबा। प्रभात बाबू को कहला, बाबू ये बुढ़ा को आप कैसे जानते हो? प्रभात बाबू कहले, कौन पाई कौन है कि? सेठू वॉचमैन जनक कहले, बाबू ये बुढ़ा 5 साल हुआ मर गया है, अर्थात ये बुढ़ा 5 वर्ष है मरी गलानी। आश्चर्य होई चाहि रहिचंती प्रभात बाबू, हसी हसी कहउचंती, तुम पागल हो क्या? ये बुढ़ा मुझे अभी अपने साइकिल में लाके इधर छोड़ के गया और आप बोलते हो 5 साल हुआ मर गया है। सेठू वॉचमैन जनक कहिला, मु सत कहूची, जदि आपणकर विश्वास न हेउची ताहेले आपण काली दिन रे आखपाख लोकंकु या कथा पचारि बुझिबे। या ना हैला सुलेमान रंगिया, आ ये जने संथ ना सिना सुलेमान हेले बहुत भल लोक, मुसलमान नुहे। प्रभात बाबू मनरे सेठू संदेह हैला, मने मने भाविले ये कहूची कि ये बुढ़ा 5 वर्ष है मरी गलानी, हेले मु केमिति या साइकेल रे बसिकी आसिली। एई कथाटा बेसी मनरे आंदोलित कला प्रभात बाबूंकर, कारण साइकेल रे बसिकी कथावार्ता होई आसुथिबा बेले प्रभात बाबू तांको ना पचारिथिला बेले से वृद्ध जनक तांको ना सुलेमान बोली कहिथिले एवं ए वॉचमैन भी कहूची तांको ना सुलेमान बोली। प्रभात बाबू फ्रेश होइकी खाइकी सोइबाकू गले, किंतु राति सारा निद हैला नाही आखिरे। ता परदिन एग्जीबिशन 11 टारे अछि।
ସକାଳ ହେବା କ୍ଷଣି ମୁହଁ ଧୋଇ ଦେଇ ସିଧା ଚାଲିଲେ ସହରକୁ ପ୍ରଭାତ ବାବୁ। ସେଠାରେ ଯାଇ ପଚାରି ବୁଝିବା ପାଇଁ ସୁଲେମାନ ରଙ୍ଗିଆ କିଏ। ସହରକୁ ଯାଇ ବହୁତ ଲୋକଙ୍କୁ ପଚାରନ୍ତି, ସମସ୍ତଙ୍କ ପାଖରୁ ସେଇ ଗୋଟିଏ ଉତ୍ତର, ସେଇଠି ପାଖରେ ଗୋଟିଏ ଶିମିଳି ଗଛ ଅଛି ଆଜ୍ଞା, ତା ମୂଳରେ ଜଣେ ସାଧୁ ରହୁଥିଲେ, ତାଙ୍କ ନାଁ ହେଲା ସୁଲେମାନ ରଙ୍ଗିଆ। ସିଏ ଅନବରତ ଏ ସହର ଭିତରେ ସାଇକେଲ ଧରି ଯିବା ଆସିବା କରନ୍ତି, କୌଣସି ଯାନବାହନ ବ୍ୟବହାର କରନ୍ତିନି କି ଚପଲ ପିନ୍ଧନ୍ତିନି। ବହୁତ ଭଲ ଲୋକ ଜଣେ। ସିଏ ମରିଗଲା ପରେ ତାଙ୍କର ସ୍ମୃତି ହିସାବରେ ସେ ଶିମିଳି ଗଛ ମୂଳରେ ତାଙ୍କର ମୂର୍ତ୍ତି ତିଆରି ହେଇଛି, ଯାଆନ୍ତୁ ଆପଣ ବି ଦେଖିବେ। ସହରରେ ସୁଲେମାନ ବିଷୟରେ ସମସ୍ତଙ୍କୁ ପଚାରିବା ପରେ, ସମସ୍ତଙ୍କ ପାଖରୁ ଏକା ପ୍ରକାରର ଉତ୍ତର ପାଇବା ପରେ ସ୍ୱୟଂ ନିଜେ ପ୍ରଭାତ ବାବୁ ଗଲେ ସେଇ ଶିମିଳି ଗଛ ପାଖକୁ ଦେଖିବା ପାଇଁ କଥାଟା କେତେ ଦୂର ସତ। ଆଉ ଶିମିଳି ଗଛ ପହଞ୍ଚିଲା ପରେ ଯାହା ଦେଖନ୍ତି ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରନ୍ତିନି। ସତକୁ ସତ ସୁଲେମାନ ରଙ୍ଗିଆ 5 ବର୍ଷ ହେଲା ମରିସାରିଛି ଏବଂ ତା ସ୍ମୃତିରେ ତାର ପ୍ରତିବିମ୍ବ ସେଠି ଅଛି। ଆଖିରୁ ଲୁହ 2 ଟୋପା ଝରି ପଡ଼ିଲା ପ୍ରଭାତ ବାବୁଙ୍କର। ଉପରକୁ ଚାହିଁ କୋହ ଭରା ମନରେ ମନେ ମନେ କହି ଚାଲିଛନ୍ତି ପ୍ରଭାତ ବାବୁ, ମହାବାହୁ, ଏକୁଟିଆ ରାସ୍ତାରେ ଆସୁଥିଲି ବୋଲି ତୁମକୁ ଡାକ ପକେଇଥିଲି। ଗଜକୁ ଉଦ୍ଧାର କରିବା ପରି ମଲା ଲୋକକୁ ମୋ ପାଖକୁ ସାହାଯ୍ୟ କରିବା ପାଇଁ ପଠେଇଦେଲ। ଧନ୍ୟ ମହାବାହୁ, ଧନ୍ୟ ତୁମର ଲୀଳା, ଧନ୍ୟ ତୁମର କରୁଣା। ଏହି ହେଉଛନ୍ତି ଜଗନ୍ନାଥ, ଏମିତି ହେଉଛି ମହାପ୍ରଭୁଙ୍କର ଲୀଳା। ଯଦି ମନରୁ ଭାବର ସହିତ, ଭକ୍ତିର ସହିତ ଯେଉଁ ମୁହୂର୍ତ୍ତରେ ଯେଉଁ ସମୟରେ ତାଙ୍କୁ ଡାକିବ, ମହାପ୍ରଭୁ ଜଗନ୍ନାଥ ଆମର ଭାବ ବିନୋଦିଆ। ଯୋଉଠି ଥାଇ ଯେଉଁ ପରିସ୍ଥିତିରେ ଡାକିବ, ମହାପ୍ରଭୁ ରତ୍ନ ସିଂହାସନରୁ ଓହ୍ଲେଇ ଆସିବା ଠାକୁର। ସୁନ୍ଦର ଅନୁଭୂତିଟିଏ ଭୁବନେଶ୍ୱରରୁ ପ୍ରଭାତ ବାବୁ ପଠେଇଛନ୍ତି। ପୁଣି ଥରେ ଦେଖାହେବ ଆଉ ଏକ ସୁନ୍ଦର ଭକ୍ତର ନୂଆ ଅନୁଭୂତି କଥା ସହ। ସେତେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ଆପଣମାନଙ୍କର ଆଶୀର୍ବାଦ ସଦା ସର୍ବଦା ମୋ ଉପରେ ଏମିତି ଥାଉ। ମହାପ୍ରଭୁ ଜଗନ୍ନାଥଙ୍କର ଜୟ ହେଉ। ଦେଖିବା ପାଇଁ ଭୁଲିବେନି, ଫେବୃଆରୀ 14 ସରସ୍ୱତୀ ପୂଜା ଠାରୁ ନୂଆ ଏକ ଅଧ୍ୟାୟ ଆରମ୍ଭ ହେଉଛି, ଯାହାକି ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମଠାରୁ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ଅନ୍ତ ପର୍ଯ୍ୟନ୍ତ ଟିକନିକ୍ କଥା ଶୁଣିବା ପାଇଁ ଭୁଲିବେନି। ମହାପ୍ରଭୁଙ୍କର କଥା, ମହାପ୍ରଭୁଙ୍କର ଗାଥା ଶୁଣିଲେ କୋଟି ଜନ୍ମର ପୁଣ୍ୟ ହୁଏ। ରହିଲି ଆଜ୍ଞା, ଜୟ ଜଗନ୍ନାଥ।